ଏବେ ଯେହେତୁ ଆମ୍ବ ସିଜିନ୍ ଚାଲିଛି, ଆପଣମାନେ କିଏ କେତେ ପ୍ରକାରର ତ ଆମ୍ବରେ ବନେଇକି ଖାଉଥିବେ, କିନ୍ତୁ ଆପଣ କେବେ ବିନା ପାଣି ବିନା ତେଲରେ ଏମିତି କେବେ ବନେଇକି ଖାଇଛନ୍ତି କି? ଯଦି ମୋର ଏଇ ରେସିପିଟି ଆପଣଙ୍କୁ ପସନ୍ଦ ଆସିଛି, ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର ଏଇ ରେସିପି ବନେଇବା ପାଇଁ ମୁଁ ଏଠି କିଛି ଆମ୍ବ ନେଇଯାଇଛି। ତ ଆମ୍ବକୁ କ'ଣ କରିଛି ନା ଭଲ ଭାବରେ ଚୋପା ଛଡ଼େଇକି ଧୋଇକି ଗୋଟେ ପ୍ଲେଟ୍ରେ ଏମିତି ରଖି ନେଇଛି। ତ ପ୍ରଥମେ ଏଠି କ'ଣ କରିବା ନା ଆମ୍ବକୁ ଏମିତି ଗ୍ରେଟ୍ କରି ନେବା। ତ ଏହିଭଳି ଭାବେ ଆପଣ ଏମିତି ଲମ୍ବା ଲମ୍ବା କରିକି ଏମିତି ଗ୍ରେଟ୍ କରିନେବେ। ତ ମୁଁ ଆପଣଙ୍କୁ ଯେମିତି ଦେଖାଉଛି ଆପଣଙ୍କୁ ସେମିତି ବନେଇବାର ଅଛି। ତ ଏଇ ରେସିପି ବନେଇବା ପାଇଁ ଆପଣଙ୍କୁ ଅଧିକ ସମୟ ବିଲକୁଲ ବି ଲାଗିବନି, ବହୁତ କମ୍ ସମୟ ଏବଂ ବହୁତ କମ୍ ସାମଗ୍ରୀରେ ଆପଣଙ୍କର ଏମିତି ଗୋଟିଏ ରେସିପି ପ୍ରସ୍ତୁତ ହୋଇଯିବ। ଏଇ ରେସିପିଟିକୁ ଭାତ, ରୁଟି, ପରଟା ସବୁଥିରେ ଖାଇପାରିବେ, କିନ୍ତୁ ବେଶୀ କରି ପରଟାରେ ଖାଇଲେ ବହୁତ ବଢ଼ିଆ ଲାଗିବ। ଆପଣ ଏଇ ରେସିପିଟିକୁ 4 ରୁ 5 ମାସ ରଖିକି ଖାଇପାରିବେ, କିଛି ବି ଖରାପ ହେବନି। ତ ମୁଁ ଏଠି ଅଳ୍ପ କିଛି ଆମ୍ବରେ ନେଇକି ବନେଇ ନେଉଛି। ତ ଆପଣ ଚାହୁଁଥିବେ ଯଦି ଅଧିକ ବନେଇବା ପାଇଁ, ତେବେ ଅଧିକ କ୍ୱାଣ୍ଟିଟିର ଆମ୍ବ ନେଇକି ଏମିତି ବନେଇ ପାରିବେ। ତ ଦେଖନ୍ତୁ ମୁଁ ଏମିତି ଗ୍ରେଟ୍ କରିକି ପ୍ଲେଟ୍ରେ ରଖି ନେଇଛି। ତ ଏବେ କ'ଣ କରିବା ନା, ଏବେ ଯେହେତୁ ମୁଁ ଏଠି କିଛି ଗୁଡ଼ ନେଇଯାଇଛି, ତ ଗୁଡ଼କୁ ମଧ୍ୟ ସେମିତି ଗ୍ରେଟ୍ କରି ନେବା ଭଲ ଭାବରେ ମିଶିବା ପାଇଁ। ଆପଣ ଯଦି ଏଠି ଲିକ୍ୱିଡ଼ ଗୁଡ଼ ନେଉଛନ୍ତି ବା ଗୁଣ୍ଡ ଗୁଡ଼ ନେଉଛନ୍ତି, ତେବେ ଏଠି କିଛି ଆବଶ୍ୟକ ନାହିଁ ଗ୍ରେଟ୍ କରିବା। ଆପଣ ଏମିତି ଦେଇକି ହାତରେ ଭଲ ଭାବରେ ଏମିତି ମିଶେଇ ନେବେ ଆମ୍ବ ସହିତ। ତ ଆପଣ ଯଦି ଗୁଡ଼ ନ ଦେଇକି ଚିନି ଚାହୁଁଥିବେ ଦେବା ପାଇଁ, ତ ଏଠି ଦେଇକି ଏହି ସେମ୍ ପ୍ରୋସେସ୍ରେ ଏମିତି ମିଶେଇ ନେବେ ହାତରେ ସାହାଯ୍ୟରେ। ତ ଏଇଭଳି ଭାବେ ଦେଖନ୍ତୁ ମୁଁ ଭଲ ଭାବରେ ମିଶେଇ ନେଇଛି। ତ ଏମିତି ମିଶେଇକି ରଖିବା ଦ୍ୱାରା କ'ଣ ହେବ ନା, ଏକ୍ସଟ୍ରା ପାଣି ଗୁଡ଼ିକ ବାହାରିଯିବ। ତ ଏଠି ଆମ୍ବର ଏହି ଖଟା ରେସିପିକୁ ବନେଇଲା ବେଳେ ଆପଣଙ୍କୁ ବିଲକୁଲ ବି ପାଣିର ଆବଶ୍ୟକ ହିଁ ପଡ଼ିବନି। ତ ଏହିଭଳି ଭାବେ ମୁଁ ଭଲ ଭାବରେ ମିଶେଇ ନେଇଛି। ତ ଏବେ ଗୋଟେ ସାଇଡ଼କୁ ରଖି ନେବା ଏବଂ ନେକ୍ସଟ ପ୍ରୋସେସ୍କୁ ଯିବା। ତ ଏବେ ଗ୍ୟାସ୍ ଅନ୍ କରି ମୁଁ କଡ଼େଇ ବସେଇ ନେଇଛି। ତ ଏବେ କ'ଣ କରିବା ନା, କଡ଼େଇରେ 1.5 ବଡ଼ ଚାମଚ ମୁଁ ଏଠି ଦେଇଦେଇଛି ପଞ୍ଚ ଫୁଟଣ ଏବଂ 3ଟି ଶୁଖିଲା ଲଙ୍କା। ପ୍ରଥମେ କ'ଣ କରିବା ନା, ଯେତେବେଳେ କଡ଼େଇ ଗରମ ହେଇଯିବ, ଆପଣ କ'ଣ କରିବେ ନା କିଛି ସେକେଣ୍ଡ ଟିକେ ଏପଟ ସେପଟ କରିନେବେ ପଞ୍ଚ ଫୁଟଣକୁ। ବେଶୀ ଆପଣ ବିଲକୁଲ ବି ଭାଜିବେ ନାହିଁ, ଅଧିକ ଯଦି ଭାଜିଦେବେ ତେବେ ପିତା ଲାଗିବ। ତ ଏବେ ମୁଁ ଭାଜିକି ଗୋଟେ ଜାଗାକୁ ବାହାର କରି ନେଇଛି ଏବଂ ଥଣ୍ଡା ହେଲା ପରେ ତାକୁ ଗୁଣ୍ଡ କରିନେବେ। ତ ସେଇ ସେମ୍ କଡ଼େଇରେ ମୁଁ ରଖିଥିବା ଆମ୍ବ ଏବଂ ଗୁଡ଼କୁ ଯେଉଁ ମିଶେଇକି ରଖିଥିଲି, ଏବେ ସେସବୁକୁ ଦେଇକି ଟିକେ ଏପଟ ସେପଟ କରିନେବା। ତ ଗ୍ୟାସ୍ର ଫ୍ଲେମ୍କୁ ଏଠି ପ୍ରଥମେ ମିଡ଼ିୟମ୍ରେ ହିଁ ରଖିଥିବେ। ଆପଣ ତ ଅନେକ ପ୍ରକାର ଆମ୍ବରେ ରେସିପି ବନେଇକି ଖାଉଥିବେ, କିନ୍ତୁ ଏହିଭଳି ଥରେ ବନେଇକି ଦେଖନ୍ତୁ, ଦେଖିବେ ବିନା ପାଣି ବିନା ତେଲରେ ଆପଣ ଏହି ରେସିପିଟିକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିକି ଖାଇପାରିବେ, କିଛି ବି ଖରାପ ହେବନି। ତେବେ ମଝିରେ କ'ଣ କରିବା ନା, ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେବା ଏବଂ ଅଳ୍ପ ଟିକେ ହଳଦୀ ଦେଇଦେବେ। ତ ଲୁଣ ହଳଦୀ ଦେଇକି ସେମିତି ଟିକେ ଏପଟ ସେପଟ କରିନେବେ। ତାପରେ କ'ଣ କରିବେ ନା, ଗ୍ୟାସ୍ର ଫ୍ଲେମ୍କୁ ଏଠି ଲୋରେ ରଖିନେବେ ଏବଂ ଏଇଭଳି ଭାବେ ମଝିରେ ମଝିରେ ଟିକେ ଏମିତି ଏପଟ ସେପଟ କରି ନେଉଥିବେ ଛାଡ଼ି ଛାଡ଼ିକି। ତ ଆପଣ ଏଠି ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ବି ହାଇରେ ରଖିବେ ନାହିଁ। ହାଇରେ ରଖିଲେ କ'ଣ ହେବ ନା, ସାଙ୍ଗେ ସାଙ୍ଗେ ଆପଣ ଏଇ ଯେଉଁ ଗୁଡ଼ଟି ଦେଇଥିବେ, ଗୁଡ଼ଟିର ପାଣି ପୁରା ମରିଯିବ, କିନ୍ତୁ ଆମ୍ବ ବିଲକୁଲ ବି ସିଝି ନଥିବ। ତ ଦେଖନ୍ତୁ ଆ ଭିତରେ ଆମର ହାଲକା ହାଲକା ହେଇ ଆସିଲାଣି। ତ ଏହିଭଳି ଭାବେ ଯେତେବେଳେ ଆପଣ ଦେଖିବେ କଲର୍ ଚେଞ୍ଜ ହେଇ ଆସିଲାଣି ଏବଂ ସବୁ ପାଣି ଏହିଭଳି ଭାବେ ମରିଯାଇଛି ବା ଗୁଡ଼ ପାଣିରେ ଆମ୍ବଟି ଭଲ ଭାବରେ ସିଝି ଯାଇଛି। ତ ଏବେ ପାଖାପାଖି ପ୍ରାୟ ହେଇ ଆସିଲାଣି। ତ ଏମିତି ଟିକେ ଆଉ କିଛି ସେକେଣ୍ଡ ଏମିତି ଏପଟ ସେପଟ କରିନେବା। ତାପରେ ଏଠି କ'ଣ କରିବା ନା, ଯେହେତୁ ଏବେ ହେଇ ଆସିଲାଣି, ଏବେ ଏଠି 1 ବଡ଼ ଚାମଚ ମୁଁ ଏଠି ଭିନେଗାର ଦେଇଦେଇଛି। ତ ଭିନେଗାର ଦେବା ଦ୍ୱାରା କ'ଣ ହେଇଥାଏ ନା, ଆପଣ ଏଇ ଖଟାଟିକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିକି ଖାଇପାରିବେ, କିଛି ବି ଖରାପ ହେବନି। ତ ଏବେ ଲାଷ୍ଟରେ ଆପଣ ଗ୍ୟାସ୍ ଅଫ୍ କରିନେବେ ଏବଂ ପଞ୍ଚ ଫୁଟଣ ଶୁଖିଲା ଲଙ୍କାକୁ ଆପଣ ଯେଉଁ ଭାଜିକି ଗୁଣ୍ଡ କରିକି ରଖିଥିବେ,
ସେହି ଗୁଣ୍ଡ ମସଲାକୁ ଦେଇକି ଏମିତି ଟିକେ ଏପଟ ସେପଟ କରି ନେବେ। ତ ଏଠି ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଲା ପରେ ହିଁ ଆପଣ ଦେବେ। ତ ଏବେ ଗୁଣ୍ଡ ମସଲାକୁ ଦେଇକି ତ ମୁଁ ମିଶାଇ ନେଇଛି। ତ ଆଜିର ହିଁ ରେସିପି ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି। ଆଜିର ହିଁ ରେସିପି ଆପଣଙ୍କୁ କେମିତି ଲାଗିଲା ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ମୋର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିଛି ଆପଣଙ୍କ ଅନୁଭୂତି ନିଶ୍ଚିନ୍ତ ମୋ ସହିତ ସେୟାର କରିବେ। ଆପଣ ଥରେ ଏଇଭଳି ବନାନ୍ତୁ, ଦେଖିବେ ଖାଇବା ପାଇଁ ତ ବହୁତ ସୁଆଦିଆ ଲାଗୁଥିଲା। ଆପଣ ଥରେ ବନେଇଲେ ସବୁବେଳେ ଚାହିଁବେ ଏମିତି ବନେଇବା ପାଇଁ। ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇଯିବ ଏବଂ ବିନା ପାଣି ତେଲରେ ପ୍ରସ୍ତୁତ। ତ ଆଜିର ଏହି ରେସିପି ଆପଣଙ୍କୁ ଯଦି ଭଲ ଲାଗିଛି ମମତା କିଚେନକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ କିମ୍ବା ଫେସବୁକ୍ ପେଜ୍ରେ ଦେଖୁଛନ୍ତି ଫଲୋ ତ ନିଶ୍ଚିନ୍ତ କରିବେ। ତ ଆଜି ପାଇଁ ଏତିକି। ମୁଁ ଆଉ ଗୋଟିଏ ରେସିପି ନେଇକି ଆପଣମାନଙ୍କ ପାଖକୁ ଆସିବି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର।